ବାଲେଶ୍ୱର ସହରର କାଦରାବାଦ ସ୍ଥିତ କାନ୍ତେଶ୍ୱର ମନ୍ଦିରରେ ପାଳିତ ହେଲା ମହାଶିବରାତ୍ରି। ଜାଗର ଉତ୍ସବରେ ଶିଶୁଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ଅନୁଷ୍ଠିତ ହେଲା ସାଂସ୍କୃତିକ ସନ୍ଧ୍ୟା। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ସହରର କାଦରାବାଦ ସ୍ଥିତ କାନ୍ତେଶ୍ୱର ମହାଦେବ ମନ୍ଦିରରେ ମହାଶିବରାତ୍ରି ପାଳନ ଅବସରରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିବସବ୍ୟାପୀ ମହାଦେବଙ୍କ ବିଧିପୂର୍ବକ ପୂଜାର୍ଚ୍ଚନା ପରେ ସନ୍ଧ୍ୟାଠାରୁ ରାତ୍ରିର ଶେଷ ପ୍ରହରରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଉତ୍ସବ ପାଳିତ ହୋଇଥିଲା। ଏଥିରେ ଶତାଧିକ ମହିଳା ମନ୍ଦିର ପ୍ରାଙ୍ଗଣରେ ଜାଗର ଜାଳି ମହାଶିବରାତ୍ରି ବ୍ରତ ପାଳନ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର କୁମାରଙ୍କ ଭଜନ ପରିବେଷଣରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଶିକ୍ଷାବିତ୍ କମଳାକାନ୍ତ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ବେହେରା, ଦୈନିକ ଖବରକାଗଜ ଧ୍ୱନି ପ୍ରତିଧ୍ୱନିର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସାଗରିକା ପତ୍ରିକାର ସମ୍ପାଦିକା ଶୈରିନ୍ଦ୍ରୀ ସାହୁ, ସାଗର କଲେଜର ଚେୟାରମ୍ୟାନ୍ ସନତ ଦାସ, ACPLର ନିର୍ଦ୍ଦେଶିକା ସଙ୍ଗୀତା ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ଓ ପରମ୍ପରା ରକ୍ଷାରେ ଏହିଭଳି ଉତ୍ସବ ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ। ଖୁସି ଲାଗୁଛି ଯେ ଯାହା ମୋ ଆଖି ଯୁଆଡ଼େ ଯେଉଁ ମା ମାନେ ଦେଖିବାକୁ ମିଳୁଛି, ମା ଭଉଣୀମାନେ ତାଙ୍କ ଜାଗର ଦୀପ ଜାଳି ବସିଛନ୍ତି। ଜାଗର ଉତ୍ସବକୁ କିଏ କେମିତି ଭାବରେ ଦେଖନ୍ତି ମୁଁ ଜାଣେ ନାହିଁ। ଏ ଗୋଟେ ଦୈବସ୍ଥଳୀ, ଦେବସ୍ଥଳୀ ଯାହା କହୁଥିଲେ ଆମର କଟକ ରାଧାରଞ୍ଜନ ସାର୍, କି ଅନେକ ଦେବାଦେବୀଙ୍କ ସମାହାର ଏଭଳିଆ ଜାଗାରେ ଜାଗର ଦୀପ ଜାଳି ଭଗବାନ ଶିବକୁ ଆରାଧନା କରିବା ଏକ ସୌଭାଗ୍ୟ। ଶିବ ଏକ ଚେତନା, ଆରାଧନା। ମୁଁ ଜାଣିନି ଯେଉଁମାନେ ଏଠି ଦୀପ ଜାଳିଛନ୍ତି ସେ ଶିବଜୀ ବା ଶିବ ପାଦନ ଯାହା କହୁଛୁ ତାଙ୍କୁ ବୁଝନ୍ତି। ମୁଁ ଯାହା ବୁଝେ ସେଭଳିଆ ଏକ ଭଗବାନ ଯାହାର ବିରାଟ ପ୍ରସାଦ ନାହିଁ, ଯାହାର ସୁନା ରୂପା ଖଞ୍ଜିତ ଗହଣା ଗାଣ୍ଠି ନାହିଁ, ଯାହାର ଯିଏ ମଶାଣିରେ ବାସ କରନ୍ତି, ଦେହରେ ସାପ, ମଶାଣିର ପାଉଁଶ ଏବଂ ଧ୍ୟାନବଦ୍ଧ, କୌଣସି ଆସକ୍ତ ନଥାଏ। ଥାଏ ତ ଜଗତର ମଙ୍ଗଳ କାମନା। ଯଦି ଜନସମାଜ ସେ ବିପଦରେ ପଡ଼େ ତାକୁ ଉଦ୍ଧାର କରିବା ପାଇଁ ଚଳଚଞ୍ଚଳ ବ୍ୟକ୍ତ ସେ ହେଲା ଶିବ। ସେଥିପାଇଁ ମୁଁ ସେ ଧର୍ମର ଦୀକ୍ଷିତ। ଚିନ୍ତା କରନ୍ତୁ, ଏ ସହର ଖାଲି ଏ ସହର ନାହିଁ, ଆମ ଦେଶ ସାରା ପୃଥିବୀରେ ଭାତୃଭାବ ପ୍ରତିଷ୍ଠା ହେଉ, ପ୍ରେମ ମୈତ୍ରୀ ପ୍ରତିଷ୍ଠା ହେଉ, ସମସ୍ତଙ୍କୁ ଭଲ ପାଆନ୍ତୁ, ଘୃଣା ଭାବକୁ ଦୂର କରନ୍ତୁ ଏବଂ ଜଗତ ଶାନ୍ତି ପ୍ରତିଷ୍ଠା ହେଉ। ସମସ୍ତେ ଆମେ ମଙ୍ଗଳଗାମୀ ହେବା, ଊର୍ଦ୍ଧ୍ୱଗାମୀ ହେବା। କେବେ କାହାର ହିଂସା, ଦ୍ୱେଷ, ଅନ୍ଧବିଶ୍ୱାସରୁ ମୁକ୍ତି ହେବା ଏବଂ ଜ୍ଞାନ ରୂପକ ଆଲୋକରେ ଆଲୋକିତ ହେଇ ଦେଶକୁ ଆଲୋକିତ କରିବା। କାହିଁକି ଏତେ ଭଲ ଗୋଟେ ଜିନିଷ ଅର୍ଗାନାଇଜ ସେ କରିଛନ୍ତି। ଏତେ ମୁଁ ଦେଖୁଛି ଲେଡିଜ ମାନେ ଏତେ ଅର୍ଗାନାଇଜ ହେଇକି ସମସ୍ତେ ଅଛନ୍ତି। ଏଇ 2-3ଟା ଜାଗାରେ ମୁଁ ବୁଲିକି ଆସିଲି, ବଟ୍ ଏଇଟା ଯେତେ ସିଷ୍ଟମେଟିକାଲି ହେଇଛି ମାନେ ବହୁତ ଭଲ ଲାଗୁଛି ମୋତେ ଏଇଟା ଦେଖିବା ପାଇଁ। ଆଉ ତାଙ୍କୁ ମୁଁ ଥ୍ୟାଙ୍କ ୟୁ କହିବି। ଏତେ କୁନି କୁନି ଛୁଆମାନଙ୍କୁ ଏଇ ଯେଉଁ ଆପଣ ଉତ୍ସାହିତ କରିଛନ୍ତି, ଏଇ କମିଟି ଯେତିକି ବି ଆପଣଙ୍କର ଆୱାର୍ଡ ଦେଉଛନ୍ତି, ଦିସ୍ ଇଜ୍ ଜଷ୍ଟ ଲାଇକ୍ ଆପଣଙ୍କର ମୋଟିଭେସନ୍। ପିଲାମାନେ ଏତେ ଆପଣଙ୍କର ମାନେ ଏଇସବୁ ଜିନିଷରେ ଯେତେ ଇନଭଲ୍ଭ ରହିବେ, ଦ୍ୟାଟ୍ ୱିଲ୍ ବି ଦ ୱେଲଫେୟାର ଅଫ୍ ଦ ସୋସାଇଟି ଅଲସୋ। ଆଉ ମୁଁ ଚାହୁଁଛି କି ସତ୍ୟେନ୍ଦ୍ର ଭାଇ ଆଉ ତାଙ୍କ ଭଳି ଆଉ ବି ସମସ୍ତେ ଯିଏ ଇନଭଲ୍ଭ ଅଛନ୍ତି ଏଇ ଜିନିଷରେ ଆଉ ବି ଏଇଟା ପ୍ରୋଗ୍ରେସ କରନ୍ତୁ। ଆଉ ଯେତିକି ସପୋର୍ଟ ଆମ ସାଇଡରୁ ମିଳିବା କଥା ଆମେ 100% ତାଙ୍କୁ ଦେବା। ଏହି ଅବସରରେ ନୃତ୍ୟ ସଙ୍ଗୀତ କଳା ମନ୍ଦିରର ପୂର୍ବତନ ସମ୍ପାଦକ ବର୍ଷିୟାନ ଶରତ ଦାସଙ୍କୁ ମାଟି ଗୌରବ ସମ୍ମାନ ସହିତ ଚିତ୍ରଶିଳ୍ପୀ ନବ କୁମାର ବାରିକ, ମଞ୍ଚ କଳାକାର ସ୍ୱର୍ଗତ ଅଜୟ କୁମାର ଆଚାର୍ଯ୍ୟ, ସମାଜସେବୀ ଭବାନୀ ଶଙ୍କର ପଣ୍ଡା,
अभिनेत्री हांसी मंडल, शिक्षाविद डॉक्टर घनश्याम विश्वाल और रामेश्वर बेहरा को संबर्धित करा यह सहित पूर्व शिशु मान मध्य आयोजित विभिन्न प्रतियोगितार कृति प्रतियोगी को पुरस्कृत करा कवि राधारंजन पट्टनायक मंच परिचालना करथिले। उत्सव कमिटीर संपादक राजेंद्र दास शेष में समस्त को धन्यवाद देते। सत्येंद्र दास नेतृत्व में मानस रंजन पट्टनायक, सब्यसाची दास, राजदश्री दास, प्रदीप आचार्य, विजय कुमार दास, राजकुमार बेहरा, विजय नंद, संतोष दास, जितेंद्र दास, शुभेन्दु साहू, जितेंद्र स्वाई प्रमुख समस्त कार्य परिचालन में सक्रिय सहयोग करथिले। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चली बीएससी नर्सिंग जीएनएम कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।